9 ପଦ। ଆଉ ଥରେ କୁହନ୍ତୁ ସିଷ୍ଟର। ଝିଅ ଶୁଭୁନି କି? ଝିଅ ସିଅ ତାର 5 ପର୍ବ 9 ପଦ। ମୁଁ ପଢିବି ନା ପଢିବେ? କିଏ ପଢିବେ? ଏଇ ତାରି ସଦାପ୍ରଭୁ ଯୀଶୁଙ୍କୁ କହିଲେ, ଆଜି ଆମ୍ଭେ ତୁମମାନଙ୍କ ଠାରୁ ମିଶ୍ରର ଦୁର୍ନାମ ଘୁଞ୍ଚାଇଲୁ। ଏହେତୁ ଆଜି ଯାଏ ସେହି ସ୍ଥାନର ନାମ ଗିଲଗଲ ବା ପୁଞ୍ଜିବାର ରହିଲା। ଧନ୍ୟବାଦ ଭାଇ। ଏଠାରେ ଲେଖାଯାଏ, ଏ ଉତ୍ତରେ ସଦାପ୍ରଭୁ ଯୀଶୁଙ୍କୁ କହିଲେ, ଆଜି ଆମ୍ଭେ ତୁମ୍ଭମାନଙ୍କ ଠାରୁ ମିଶ୍ରର ଦୁର୍ନାମ ଘୁଞ୍ଚାଇଲୁ। ଏହେତୁ ଆଜି ଯାଏ ସେ ସ୍ଥାନର ନାମ ଗିଲଗଲ ଘୁଞ୍ଚିବାର ରହିଲା। ପ୍ରଭୁ ଯିଏ ଆମମାନଙ୍କୁ ପ୍ରତି ମୁହୂର୍ତ୍ତରେ ସାହାଯ୍ୟ କରନ୍ତି, ଆଉ ବେଳେ ବେଳେ ଆମମାନେ କଣ କରୁ, ସେଇ ସାହାଯ୍ୟକୁ ଲୋଡି ନଥାଉ। ଈଶ୍ୱର କିଛି ବିଷୟ ଆମମାନଙ୍କ ମଧ୍ୟରୁ କାଢିବାକୁ ଚାହାନ୍ତି, ସେଇ ଦୁର୍ନାମକୁ ଘୁଞ୍ଚାଇବାକୁ ଚାହାନ୍ତି। ଆଜି ଆମମାନେ ସେଇ ଈଶ୍ୱରଙ୍କୁ ଧନ୍ୟବାଦ ଦଉ, ଆଉ ଅନେକ ଅନୁଭୂତି ମଧ୍ୟ ଦେଇ ଈଶ୍ୱର ଆମମାନଙ୍କୁ କହନ୍ତି, ତୁମମାନଙ୍କର ଅପ୍ରୀତିକର ବିଷୟ ସବୁ କଣ କରି ଆମ ଜୀବନରୁ ସବୁ କାଢିଦେବାକୁ ସେ ଚାହାନ୍ତି। ଆମେ ଯଦି ଚାହିଁବୁ ତାହେଲେ ସେ ଆମମାନଙ୍କର ସେଇ ଦୁର୍ନାମ ଆମମାନଙ୍କ ମଧ୍ୟରୁ ସେ ଘୁଞ୍ଚାଇବେ। ଆଜି ଯଦି ଆମେ ନ ଚାହିଁବୁ ତାହେଲେ ସେ ଆମମାନଙ୍କ ମଧ୍ୟରୁ ସେଇ ଦୁର୍ନାମ ଘୁଞ୍ଚାଇବେ ନାହିଁ। ଯଦି ଆମେ ସେଇ ଦୁର୍ନାମକୁ ଧରି ବସିଥିବୁ, ସେ ସବୁକୁ ଅନ୍ତର ମଧ୍ୟରେ ରଖିଥିବୁ, ଏଇ ନୂତନ ବର୍ଷରେ ଆସନ୍ତୁ ପ୍ରଭୁ କିପରି ଭାବରେ ସେଇ ଦୁର୍ନାମ ସେ ଇସ୍ରାଏଲ ମଧ୍ୟରୁ ଘୁଞ୍ଚାଇଥିଲେ। ସେଦିନ ଇସ୍ରାଏଲ ଲୋକଙ୍କ ଠାରୁ ସେ ମିଶ୍ରର ଦୁର୍ନାମ କଣ ହେଇଥିଲା ଦେଖେଇଥିଲେ, ଆଉ ସେ ଦୁର୍ନାମ ସେ ଘୁଞ୍ଚାଇଥିଲେ। ଯେ ମିଶ୍ରର ଲୋକମାନଙ୍କୁ କହିଥିଲେ ଦୁର୍ନାମ ଘୁଞ୍ଚାଇଲୁ। ପ୍ରଭୁ ସେମାନଙ୍କୁ ସୁଖସାଗର ମଧ୍ୟ ଦେଇ ପାର କଲେ, ଅନେକ ସାହାଯ୍ୟ କଲେ, ଅନେକ ଅନୁଭୂତି ମଧ୍ୟ ଦେଇ ସେମାନଙ୍କୁ ବଢାଇ ନେଲେ। କିନ୍ତୁ ସେମାନେ ଆଜି ସେଇ ସଦାପ୍ରଭୁ ପରମେଶ୍ୱରଙ୍କୁ ଭୁଲିଗଲେ, ଆଉ ତାଙ୍କୁ କଣ କଲେ, ଅବମାନନା କଲେ। ଆଉ ଇସ୍ରାଏଲ ମାନେ ଅନେକ ଦୁଃଖ କଷ୍ଟ ଦେଇ ବାହାରି ଯାତ୍ରା କରି ଆରମ୍ଭ କରିବା ସମୟ ଦେଖୁଛନ୍ତି ଆଗରେ ସେଇ ସମୁଦ୍ର, ସେଇ ସୁଖ ସମୁଦ୍ର, ପୁଣି ପଥରେ କଣ କରୁଛନ୍ତି ଶତ୍ରୁ ମାନେ, ଆଉ ସେଇ ଶତ୍ରୁ ମାନେ ସେମାନଙ୍କୁ ଗୋଡଉଛନ୍ତି। ସେମାନେ ଏତେ ଭୟଭୀତ ହେଇଯାଇଥିଲେ ଯେ ଭୁଲିଗଲେ ସେ ସମୟରେ ଈଶ୍ୱର ସେମାନଙ୍କ ସହବର୍ତ୍ତୀ ଅଛନ୍ତି ବୋଲି। ସେମାନେ ମୂଷାଙ୍କୁ ବର୍ଚ୍ଚସା କରିବାକୁ ଲାଗିଥିଲେ, ଆଉ ମୂଷା ସେମାନଙ୍କୁ ସୁସ୍ଥିର ହେବାକୁ ଆଜ୍ଞା ଦେଲେ। କିନ୍ତୁ କାରଣ ଏଇ ଯୁଦ୍ଧ, ଆଉ ସେ କହିଥିଲେ ଏଇ ଯୁଦ୍ଧ ଈଶ୍ୱରଙ୍କର, ଆଉ ଈଶ୍ୱର ଆମମାନଙ୍କ ପ୍ରତିକୂଳରେ କଣ କରିବେ, ଠିଆ ହେବେ। ଅନେକ ସମୟ ଆମ ଜୀବନରେ କୌଣସି ପ୍ରତିକୂଳ ପରିସ୍ଥିତି ଆସିଲେ ମଧ୍ୟ ଆମେ କଣ କରିଥାଉ, ବିଚଳିତ ହୋଇଥାଉ, ଆଉ ଈଶ୍ୱରଙ୍କୁ ସେତେବେଳେ କଣ କରିଥାଉ, ଦୋଷ ଦେଇଥାଉ। ଆଉ କିନ୍ତୁ ପ୍ରଭୁ କହନ୍ତି କେବଳ ନୀରବ ହୁଅ, ନୀରବ ରହି ତାଙ୍କ ଠାରେ ଆମେ କଣ କରିବା, ଭରସା କରିବା। ଆଉ ଯାତ୍ରା ପୁସ୍ତକ ତାର 14 ପର୍ବ 14 ପଦରେ ମଧ୍ୟ ଲେଖାଯାଏ ଯେ କଣ କରିଥିଲେ, ସେଦିନ ଇସ୍ରାଏଲ ଜାତିକୁ ମୂଷା କହିଥିଲେ ତୁମେ ନୀରବ ହୁଅ, ଆଉ ନୀରବ ହେଲେ ଆମ୍ଭେ କଣ କରିବା ତାହା ଦେଖ। ଆଉ ସେ ପ୍ରକାର ପ୍ରଭୁ ମାନଙ୍କୁ ମଧ୍ୟ ସେଇ ପ୍ରକାର ଭାବରେ ଆମମାନଙ୍କୁ ନୀରବ ହବାକୁ କହୁଛନ୍ତି, ଆଉ ସେ ଆମମାନଙ୍କ ପାଇଁ ନୂତନ ବର୍ଷରେ କଣ କରିବାକୁ ଯାଉଛନ୍ତି ତାହା ସେ ଆମମାନଙ୍କୁ ଜଣାଇବେ। ଆଉ ମୂଷାଙ୍କୁ ସଦା ପ୍ରଭୁ ସେଦିନ ଉଠାଇଥିଲେ, ଆଉ ସେଇ ମୂଷାଙ୍କୁ କହିଥିଲେ ସେଇ ମିଶ୍ର କଣ କରିବା, ଦୁର୍ନାମ ଆମେ କଣ କରିବା, ଉଠାଇଦବା, ଘୁଞ୍ଚାଇଦବା। ସେଇ 14 ପର୍ବ ଆମେ ପଢିଲେ ତାହା ଜାଣିବା। କିନ୍ତୁ ମୂଷାଙ୍କ ବିରୁଦ୍ଧରେ ସେମାନେ ବର୍ଚ୍ଚସା କରୁଥିଲେ, ଅନେକ ପ୍ରକାର ଖାଦ୍ୟ, ଅନେକ ପ୍ରକାର ଜିନିଷ ସେମାନେ ପାଉଥିଲେ। କିନ୍ତୁ ସେମାନେ ପ୍ରାନ୍ତରେ ଯେତେବେଳେ ପହଞ୍ଚନ୍ତି ଖାଦ୍ୟର, ସେମାନଙ୍କୁ ଆହୁରି ମସଲା, ଆହୁରି ତେଲ, ସବୁ କିଛି ଦରକାର ହଉଥିଲା। କିନ୍ତୁ ସେ ଚାହୁଁଥିଲେ ଯେ ଆମେ ତାର 14, 15, 16 ପଦରେ ଦେଖିବା ସେମାନେ କଣ କରୁଛନ୍ତି, ବର୍ଚ୍ଚସା କରୁଛନ୍ତି। ଆଜି ଆମମାନଙ୍କୁ ପ୍ରଭୁ କହୁଛନ୍ତି ସତେଜ ହୁଅ, ଆମେ ପ୍ରାର୍ଥନା ଦ୍ଵାରା କଣ ହେବା, ସତେଜ ହେବା। ଈଶ୍ୱରଙ୍କ 2 ଜଣ ଦାସ ସେଇ ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିପାରିଲେ, କିଏ ନା ଯହୋଶୁଆ କାଲେବ। ଗୀତ ରଚକ ଲେଖନ୍ତି, ମୁଁ ଧୈର୍ଯ୍ୟ ଧରି ସଦା ପ୍ରଭୁଙ୍କ ଅପେକ୍ଷା କଲି, ସେମାନେ ସେ ମୋ କାକୁକ୍ତି ଶୁଣିଲେ। ତେବେ ବାକ୍ୟ ଆମ ଜୀବନ ମଧ୍ୟରୁ ସେଇ ଅନେକ ବିଷୟ କାଢିଦେବାକୁ ଚାହାନ୍ତି। ଆମେ ଯଦି ଆଜି ସେଇ ଅନ୍ତର ମଧ୍ୟରେ ସେଇ ଦୁର୍ନାମକୁ ରଖିଛୁ, ଆଉ ସେଇ ଦୁର୍ନାମ ଆମମାନଙ୍କ ପାଖରୁ ପ୍ରଭୁ ଆଜି ଚାହାନ୍ତି କାଢିଦେବା ପାଇଁ। ଲେଖାଯାଏ ଇସାୟା ତାର 40 ପର୍ବ 31 ପଦରେ, ଆମେ ଟିକେ ପଢିବା।
ମାତ୍ର ଯେଉଁମାନେ ସଦାପ୍ରଭୁଙ୍କ ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ, ସେମାନେ ଉତ୍କର୍ଷ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ, ସେମାନେ ଶାନ୍ତ ନ ହୋଇ ଦୌଡ଼ିବେ, ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ। ଏଠାରେ ଆମମାନଙ୍କୁ ମଧ୍ୟ ସେ ପ୍ରକାର କହୁଛନ୍ତି ଯେଉଁମାନେ ସଦାପ୍ରଭୁଙ୍କ ଅପେକ୍ଷା କରନ୍ତି। ଆଜି ଯଦି ଆମେ ସଦାପ୍ରଭୁଙ୍କ ଅପେକ୍ଷା କରିଛୁ ତାହେଲେ ଆମେ ନୂଆ ନୂଆ ବଳ ପାଇବା। ଏଇ ନୂଆ ବର୍ଷରେ ସେ ଉତ୍କର୍ଷ ପକ୍ଷୀ ନ୍ୟାୟ ଆମେ କଣ କରିବା? ଉପରକୁ ଉଠାଯିବା। ପ୍ରଭୁ ଆମମାନଙ୍କୁ ରକ୍ଷାକାରୀ ପରମେଶ୍ୱର ସେ ଆମମାନଙ୍କୁ ରକ୍ଷା କରିବେ ଆଉ ଆମମାନଙ୍କ ପାଖରୁ ସେଇ ଦୁର୍ନାମ ଆଜି ଘୁଞ୍ଚେଇ ଦେବେ। ଆଜି ଆମେ ଯଦି ଜୀବନରେ ତାଙ୍କୁ ଧରି ରଖିଛୁ, ଅନ୍ତରରେ ଯଦି ଆମେ ତାଙ୍କର ଅପେକ୍ଷା କରିଛୁ ଆଉ ଏଇ ହୃଦୟରେ ତାଙ୍କୁ ଯଦି ଆମେ ସ୍ଥାନ ଦେଇଛୁ ତାହେଲେ ଆମମାନଙ୍କ ମଧ୍ୟରୁ ସେଇ ଦୁର୍ନାମ ସେ ଆଜି ଘୁଞ୍ଚାଇ ଦେବେ। ସେ ଚାହୁଁଛନ୍ତି ଆମମାନଙ୍କ ପାଖରୁ ସେଇ ଦୁର୍ନାମ ଘୁଞ୍ଚାଇ ଦେବା ପାଇଁ। ସେ ମହାନ ଆଶ୍ଚର୍ଯ୍ୟ କର୍ମ କରିବାର ଅଦ୍ୱିତୀୟ ତ୍ରାଣକର୍ତ୍ତା ଖ୍ରୀଷ୍ଟ ସେଦିନ ସେ ମହାନ ଆଶ୍ଚର୍ଯ୍ୟ କର୍ମ କରିଥିଲେ ସେଇ ଇସ୍ରାଏଲ ଜାତି ନିକଟରେ। ଆଜି ସେଇ ପରମେଶ୍ୱର ଆଉ ସେଇ ଜୀବିତ ପରମେଶ୍ୱର ପାଦ ତଳେ ଆଉ ଆମେ ବସିଛୁ। ଜର୍ଦ୍ଦନ ନଦୀ ଶୁଷ୍କ ହେଇଗଲା ଆଉ ଇସ୍ରାଏଲ ଲୋକମାନେ କଣ କଲେ? ନିରାପଦରେ ପାର ହେଇଗଲେ। ଝିଅ ସେଠାରୁ ଆହୁରି ସେମାନେ ଝିଅକୁ ସେମାନେ ଯେପରି କହିଥିଲେ ଯେ ଆମମାନେ ସେଇ ଜର୍ଦ୍ଦନ ନଦୀ ପାର କରେଇଥିବାରୁ ମୂଷା ଜର୍ଦ୍ଦନ ନଦୀ ପାର କରେଇଥିଲେ ଆଉ ସେଇ ପ୍ରକାର ସେ ଆଜି ଇସ୍ରାଏଲ ମାନଙ୍କୁ କହୁଛନ୍ତି ଆଉ ଯେ ଆମେ ତୁମଠାରୁ ମିଶର ସେଇ ଦୁର୍ନାମ ଘୁଞ୍ଚାଇଲୁ। ଆଜି ଆମମାନଙ୍କ ପାଖରୁ ମଧ୍ୟ ପ୍ରଭୁ ଚାହାନ୍ତି ସେଇ ଦୁର୍ନାମ ଘୁଞ୍ଚାଇବା ପାଇଁ। ଅନେକ ବିଷୟ ଘଟିଅଛି, ଆମମାନେ ଏଇଟା ଆଲୋଚନା କଲେ ହବ ନାହିଁ। ପୁଣି ଆମମାନେ ଦେଖିବା ଯାକୋବଙ୍କ ବିଷୟ। ସେଇ ଯାକୋବଙ୍କ ମଧ୍ୟ ଆଉ ସଦାପ୍ରଭୁ କହିଥିଲେ ଯେ ସେଇ ଦୁର୍ନାମ ତାଙ୍କ ପାଖରୁ ମଧ୍ୟ ସେ ଘୁଞ୍ଚାଇ ଦେଇଥିଲେ। ଆଉ ଯାକୋବ ଜଣେ ପ୍ରବଞ୍ଚକ ନାମରେ ସେ କଣ ହେଇଥିଲେ? ନାମିତ ହୋଇଥିଲେ। ଆଉ ନିଜ ଭାଇଙ୍କୁ ସାକ୍ଷାତ କରିବାକୁ ମଧ୍ୟ ସେ ଭୟ କରୁଥିଲେ। ଆଉ ତାଙ୍କର ସେ ଭୟ ଦୂର ସଦାପ୍ରଭୁ ସେଇ ଭୟ ସେ ଦୂର କରିଥିଲେ। ସେ ଜଣେ ପଳାତକ ଥିଲେ କିନ୍ତୁ ସଦାପ୍ରଭୁଙ୍କୁ ସେ ଅନେଇଥିଲେ। କିନ୍ତୁ ପ୍ରଭୁ ତାଙ୍କର ସେଇ ଦୁର୍ନାମକୁ ମଧ୍ୟ ଘୁଞ୍ଚେଇ ଦେଇଥିଲେ। ପ୍ରଭୁଙ୍କୁ ବିଶ୍ୱାସ କଲେ, ସେଇ ଇସ୍ରାଏଲ ନାମରେ ନାମିତ ହେଲେ ଆଉ ସଦାପ୍ରଭୁଙ୍କ ନିକଟରେ ସେ କହିଲେ ମତେ ଆଶୀର୍ବାଦ କଲେ ମୁଁ ଛାଡିବି ନା, ଆଶୀର୍ବାଦ ନ କଲେ ମୁଁ କଣ କରିବି? ଛାଡିବି ନାହିଁ। ସେ ପ୍ରଭୁଙ୍କ ପାଦ ଧରିଥିଲେ। ଆଜି ଆମେ କି ସେଇ ପ୍ରଭୁଙ୍କ ପାଦ ଧରୁଛୁ? ସେ ଭୟରୁ ଆମକୁ ପ୍ରଭୁ ରକ୍ଷା କରିବା ପରମେଶ୍ୱର ଆଜି ମଧ୍ୟ ସେ ହସ୍ତ ସେ ବଢଉଛନ୍ତି ଆଉ କହୁଛନ୍ତି ଆଉ ଆସ ମୁଁ ତୁମମାନଙ୍କୁ ସେଇ ଦୁର୍ନାମରୁ ଘୁଞ୍ଚାଇ ଦେବି ଆଉ ତୁମ ହୃଦୟରେ ବାସ କରିବି। କେବଳ ଈଶ୍ୱର ଆମମାନଙ୍କ ଚିନ୍ତାକାରୀ ପରମେଶ୍ୱର, ଈଶ୍ୱର ଆମମାନଙ୍କୁ ରକ୍ଷା କରିବା ପରମେଶ୍ୱର। ସେ ଆମମାନଙ୍କ ପାଖରୁ ସେଇ ଦୁର୍ନାମ ଘୁଞ୍ଚାଇବାକୁ ଆଜି ମଧ୍ୟ ଚାହୁଁଛନ୍ତି। ଏଇ ନୂତନ ବର୍ଷରେ ଆମେ ସେଇ ସଦାପ୍ରଭୁଙ୍କ ନିକଟକୁ ଯାଉ। ନିଜର ହୃଦୟରେ ଯାହା କିଛି ଆମେ ରଖିଛୁ ସେଇ ଦୁର୍ନାମ ସବୁ ସେଇ ଘୁଞ୍ଚେଇ ଦେବାକୁ ଚାହାନ୍ତି। ଯଦି ଆଜି ଆମେ ସେଇ ପାଦ ତଳେ ପ୍ରଭୁଙ୍କ ପାଦ ତଳକୁ ଆସିବୁ ତାହେଲେ ପ୍ରଭୁ ଆମମାନଙ୍କ ସେଇ ଦୁର୍ନାମ ସେ ଘୁଞ୍ଚେଇ ଦେବେ। ଆଜି ଆମେ ଇଚ୍ଛା କରୁଛୁ କି ସେଇ ପ୍ରଭୁଙ୍କ ପାଦ ତଳକୁ ଆସିବା ପାଇଁ। ଆମେ ପ୍ରତି ରାତ୍ରେ ଆତ୍ମସାର କରିବା ପାଇଁ ପ୍ରଭୁ ଆମମାନଙ୍କୁ କହୁଛନ୍ତି ରାତ୍ରରେ ପ୍ରତ୍ୟେକ ପ୍ରହରରେ ଉଠ ଆର୍ତ୍ତନାଦ କର। ଆଉ ଆଜି ଆମେ ଆର୍ତ୍ତନାଦ କରୁଛୁ କି? ସେ ପ୍ରକାର ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବେ। ଆମେ ଦେଖୁ ରାହାବ ବେଶ୍ୟାଙ୍କୁ ମଧ୍ୟ ପ୍ରଭୁ କଣ କରିଥିଲେ? ସାହାଯ୍ୟ କରିଥିଲେ। ସେ ବେଶ୍ୟା ନାମରେ ନାମିତ ହୋଇଥିଲା କିନ୍ତୁ ରାହାବଙ୍କୁ ବିଶ୍ୱାସ ଆଉ ସେଇ ସାହାଯ୍ୟ ଆଉ ସେଇ ସାହସ ସେଇ ଦୁଇ ଚରଙ୍କୁ କଣ କରିଥିଲା? ରକ୍ଷା କରିଥିଲା। ଆଉ ସେଇ ଦୁଇ ଚର ମଧ୍ୟ ପ୍ରତିଜ୍ଞା କରିଥିଲେ ଏଇ ନଗର ବିନଷ୍ଟ ହେଲେ ହେବ କିନ୍ତୁ ରାହାବ ରକ୍ଷା ପାଇବ। ତେଣୁ ମୂର୍ତ୍ତି ପୂଜାକୁ ସେମାନେ କଣ ବାଇବଲରେ ବ୍ୟଭିଚାର ସହିତ ତୁଳନା କରାଯାଇଛି କିନ୍ତୁ ସେଦିନ ଈଶ୍ୱର ସେଇ ରାହାବ ବେଶ୍ୟାଙ୍କ ସହିତ ସେ କାର୍ଯ୍ୟ କରିଥିଲେ। ରାହାବ ବେଶ୍ୟାକୁ ସେ କଣ କରିଥିଲେ? ସାହାଯ୍ୟ କରିଥିଲେ ଆଉ ତାଙ୍କର ସେ ବିଶ୍ୱାସ ସକାଶୁ ସେଦିନ ସେ ଦୁଇ ଚର ମାନଙ୍କୁ ରକ୍ଷା କରିପାରିଥିଲେ। ଆମ ଜୀବନରେ କଣ କିଛି ଅଛି ଯାହାକି ଆମ ସେଇ ମୂର୍ତ୍ତି ପୂଜା ସଦୃଶ ପୂଜା କରୁଛୁ? ଆଜି ଆମେ ସେଇ ସବୁ ବିଷୟ ପରୀକ୍ଷା କରି ଏଇ ନୂତନ ବର୍ଷରେ ପ୍ରଭୁଙ୍କ ନିକଟକୁ ଆସିବା ପାଇଁ ଚେଷ୍ଟା କରୁଛୁ। ଆଉ ସେଇ ଦିନ ଠାରୁ ଆଉ ସେଇ ରାହା ବ୍ୟବସ୍ଥା ଯେପରି ପ୍ରଭୁଙ୍କ ଚରଣ ତଳେ ଆସିଥିଲା ଆଉ ସେଇ ଦୁଇ ଚରଣକୁ ସାହାଯ୍ୟ କରିଥିଲା। ଆଜି ଆମମାନେ ଅନେକ ଆଜି ଅଛନ୍ତି ସେଇ ଅସହାୟ ଅବସ୍ଥାରେ ଆଉ ସେମାନଙ୍କୁ ଆମେ ଆଜି ସାହାଯ୍ୟ କରୁ। ସେ ପ୍ରଭୁଙ୍କ ଚରଣ ତଳକୁ ଯାଉ ଆଉ ପ୍ରଭୁଙ୍କ ସାହାଯ୍ୟରେ ଆମମାନଙ୍କୁ ଆମେ ପ୍ରତ୍ୟେକଙ୍କୁ ସେଇ
गरीब दुखी दिन दरिद्र मान को कौन करवा साहाय्य करवा जहाँ मान को आमे से मूर्ति पूजा करी पूजा करुवा से जिनस को आमे कौन करवा छाड़ीदबा एठारे आम देखुचु प्रथम सामुएल 1 पर्व 16 पदरे लिखा जाए हाना विषय आ हाना जे प्रकार भाव से कौन करते प्रभु को निकट परमेश्वर निकट आर्तनाद करते ईश्वर कौन करते दिन रब से शुणी एथिरे हाना उत्तर दे कहला ना मोर प्रभु मु दुखिनी स्त्री मु द्राक्षरस की मद्यपान करना मात्र सदा प्रमुख सम्मुखें मु अपना वेदना ढालुली से कौन पाई वेदना ढालुले अपना दासी की पाप धमर कन्या बोली ज्ञान न कर मु अपना चिंता और विरक्तिर बाहुल्य हेतु एपर्यंत कथा कहूली से दिन से गोटे संतान पाई से कौन करते प्रभु को चरण तल को आसी केते दुर्नाम सहवा पड़ा आ से कौन करते प्रभु को चरण तल को आसी से कौन करते प्रभु को साहाय्य मागिले लेखा जाए कष्ट जंत्रणा समय प्रभु साहाय्य कले आ ईश्वर से तिक्तता घुंचाई देते आ से प्रकार भाव से संतान जोगे से कौन करते पर्यंत से चरण तले बसी से पर्यंत प्रभु प्रार्थना शुणुले आज आम अनेक व्याधि अनेक कष्ट नहीं प्रभु को चरण तल को आसू आम से मनासी मानता कहवा जे प्रभु आम जहाँ किसी दोष दुर्बलता अच्छी आज आम पाखु ता घुंचाई दियो आज प्रभु आम को अपेक्षा कर रही परमेश्वर आम जीवित परमेश्वर जे कि आम प्रार्थना शुणा अविरत आज जागी रही आम पाखु से प्रार्थना शुणी आम को उत्तर देवा परमेश्वर से दिन से हाना तिक्तता जेपरी से घुंचाई देते आम तिक्तता से घुंचाई देवे आम कि प्रभु को पाक चरण तल को आसवा से हाना परी मागिबा प्रभु तुम्हें मो सहित रुह तुम्हें मत साहाय्य कर से प्रकार से ताड़नाकारी साउल से जड़े ताड़नाकारी व्यक्ति थे से पाउल नाम कौन होते विवेचित होते से लोक मान द्वारा से मंडली गुड़ी को ताड़ना करुले अनेक लोक मान को से मारुले घरे घरे पशि से ताड़ना करुले प्रभुकर से स्वर कर्ण से दिन बाजी आम कहा विरुद्ध आज कहूँ आदि माने मंडली विरुद्ध पालक मान विरुद्ध कहूँ नुहे किंतु आम आज निज को सजाड़ू निज निज जीवन को सजाड़ू आज आम क्या विरुद्ध कहवा ना आम कौन सी व्यक्ति विशेष को नुहे मात्र आम ईश्वर को ताड़ना करुचु आम जदि आज से प्रभु को लोक मान को ताड़ना दौचु विरुद्ध कहूचु ताहले आम ईश्वर को ताड़ना करुचु आज ईश्वर शुणा आज जदि आमर कौन सी कम होनी धैर्य धरी आम कौन करवा प्रार्थना करवा वाक्य लिखा जाए मोर शक्तिदाता साहाय्य मु समस्त करें प्रभु आज अपेक्षा कर प्रार्थना शुणा से प्रभु से दमेश पथरे से साउल को डाकी आज आम जदि अबाटर जाऊँ ताले प्रभु आम मान को डाकुंट हे मोर संतान संतति हे मोर विश्वासी विश्वासी गण आज आस मु तुम निमंते अपेक्षा कर पथ मान को से देखे से जीवंत पथ से सरल पथ मान को से देखेदेवे आम छड़ा माने कहा निकट को जीवा ना से परमेश्वर को निकट को आम जीवा से साउल परी पाउलर परिणत होते से प्रकार जीवन आम मैंने काटा आमर जीवन छलनापूर्ण जीवन आज आज आम मैंने को ठकी दौचु अन्य मान ना चुगली करुचु किंतु प्रभु ताहा सब देखा आम जीवन को आम सजाड़ू जीवन द्वारा आम ईश्वर को कौन करुचु ताड़ना करुचु आमर प्रार्थना करवा से गिलगल को जेपरी प्रभु घुंचाई देते प्रभु आम पाखर से सब विश्वास घुंचाई देवे आम पाखे जदि आज साहस अच्छी ताहले आम अन्य मान को छिड़ा कहीपर मो प्रभुकर संतान मुझे से विश्वासी विश्वासी गण आज जे प्रकार ताड़ना मारी आसला ताड़नारू
प्रभु मान को रक्षा करवा परमेश्वर आम जदि निज निज जीवन को सजाड़ा निज निज जीवन को प्रभु पद तले रखिदबा से जाकब परी आउ से राहब वेश्या परी पुणी हाना परी आउ साउल परी आम निश्चय प्रभु पद तल को आसवा प्रभु मान को सजाड़े से आज आम मान को अपेक्षा करिसंती आम को चरण तल को जीवाई साहाय्य करंतु आम जपरी निज निज जीवन को नूतन वर्ष नूतन वर्ष निज जीवन को सजाड़ा पारू प्रभु मान को आशीर्वाद करतु से इस्राएल लोक मान को साहाय्य कला परी प्रभु मान को डाकुचंती आउ से सुखसागर पार करने आम को आज प्रस्तुत अच्छा आम अनेक पाप अगणित पाप प्रभु सब देखी अच्छा से आम को सजाड़ा आज प्रस्तुत अच्छा आम जपरी निज जीवन को सजाड़ू ये नूतन वर्ष प्रभु चरण तल को आसबू अन्य निमंते भाराक्रांत हो प्रार्थना करने को पारू आउ निज जीवन निजर परिवार निजर मंडली निमंते आज प्रार्थना करूँ ताहले प्रभु आम को आज आम को अपेक्षा कर प्रार्थना शुणा निमंते से जीवंत परमेश्वर से ईश्वर इस्राएल मानकर परमेश्वर होते आज आम परमेश्वर आम आज विश्वास करुछु कि से प्रभु निकट को जीवाई कि प्रभु कहते केवल विश्वास कर जदि तामें भरोसा रखीचु विश्वास करुचु ताहले प्रभु आम को जीवन को सुधारी देवे आम को से पापमय पथर आम को काढ़ी नेबे से मूसा को से निंदा केते अपमान कले किंतु प्रभु से सब किसी देखिले मूसा कहले प्रभु मते बल दियो शक्ति दियो आउ किपरि मान को से पथरे नेबी आउ से प्रभु कौन करते परमेश्वर मूसा को साहाय्य करथिले आउ मूसा मध्य जो प्रार्थना कले आज मोर प्रिय विश्वासी गण मोर भाई भणी माने आज आम प्रार्थना करवा से मूसा परी जे प्रभु आम को शक्ति दियो बल दियो आम आम मंडली को आम परिवार गुड़ी को किपरि आम आग को बढ़े नबू से पथ आम को देखा बोली आम कौन करवा प्रार्थना करवा आउ सब समय प्रभु चरण तले निज निज को रखा प्रभु ये अल्प वाक्य आम को आशीर्वाद करंतु भूलते क्षमा करेंगे प्रभु को धन्यवाद दूसरी आमको सुजोग दे